ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଆସନ୍ତାକାଲି ସୁଭଦ୍ରା ଯୋଜନାର କିଛି ହିତାଧିକାରୀମାନଙ୍କୁ 5,000 ଟଙ୍କାର ସହାୟତା ରାଶି ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ତ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହାକି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଗୋଟେ ପୋଷ୍ଟ କରିଥିଲେ ଏବଂ ସେଥିରେ ସେ ଆପଣମାନଙ୍କର ଲେଖିଥିଲେ ଯେ ସୁଭଦ୍ରା ଯୋଜନାରେ ଯେଉଁ ହିତାଧିକାରୀମାନେ ଚତୁର୍ଥ କିସ୍ତିର ଟଙ୍କା ପାଇନଥିଲେ ସେମାନଙ୍କ ମଧ୍ୟରୁ 1,23,849 ଜଣ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଯୋଜନାର ସହାୟତା ରାଶି ମିଳିବା ପାଇଁ ଯାଉଛି। ତେଣୁ ଏହା ଉପରେ ମୁଁ ଆଜି ଆପଣମାନଙ୍କ ସହିତ ଗୋଟେ ଭିଡ଼ିଓ ସେୟାର କରିଥିଲି। ତ ସେଇ ଭିଡ଼ିଓରେ ଆପଣମାନଙ୍କର ବହୁତ ସାରା କମେଣ୍ଟ ଥିଲା, ବିଶେଷ କରି ଯେଉଁମାନେ ଚତୁର୍ଥ କିସ୍ତିର ଟଙ୍କା ପାଇନାହାନ୍ତି ଏବଂ ଯେଉଁମାନେ ନୂଆ ଆବେଦନ କରିଛନ୍ତି, ତା ସହିତ ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ରହିଛି ସେମାନଙ୍କର ବହୁତ ସାରା କମେଣ୍ଟ ଥିଲା ଯେ କାଲି ଯେଉଁ ଟଙ୍କା ମିଳିବ ଏଥିରେ କେଉଁ ହିତାଧିକାରୀ ମାନେ ସାମିଲ ହେବେ, ସେଥିରେ ଆପଣମାନେ ଯଦି ପୂର୍ବରୁ କୌଣସି ବି କିସ୍ତିର ଟଙ୍କା ପାଇନାହାନ୍ତି ତାହେଲେ ଆପଣମାନଙ୍କୁ ଏଥିରେ ଟଙ୍କା ମିଳିବ କି ନାହିଁ ଏବଂ ଯେଉଁମାନଙ୍କର ରିଜେକ୍ଟ ହେଇଥିଲା ସେମାନେ ଏଥିରେ ସୁଭଦ୍ରା ଯୋଜନାର ଟଙ୍କା ପାଇବେ କି ନାହିଁ ସେ ବିଷୟରେ ଆସନ୍ତୁ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି ଏବଂ ଆପଣମାନେ ଆସନ୍ତାକାଲି ଟଙ୍କା ପାଇବେ କି ନାହିଁ ତା ମଧ୍ୟ ଆପଣମାନେ ଭିଡ଼ିଓ ଦେଖି ସାରିଲା ପରେ ଜାଣିପାରିବେ ଯେ ଆସନ୍ତାକାଲି ଆକ୍ଚୁଆଲି କେଉଁମାନଙ୍କୁ ଟଙ୍କା ପ୍ରଦାନ କରାଯିବ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ ପ୍ରଥମରୁ ମୁଁ ଆପଣମାନଙ୍କୁ କ୍ଲିୟର କରିଦେବା ପାଇଁ ଚାହୁଁଛି ଯେ ସୁଭଦ୍ରା ଯୋଜନାର ଯେଉଁ ଆସନ୍ତାକାଲି 1,23,849 ଜଣ ହିତାଧିକାରୀଙ୍କୁ ଟଙ୍କା ମିଳିବ, ଏଥିରେ ଯେଉଁମାନେ ନୂଆ ଆବେଦନ କରିଛନ୍ତି ଅର୍ଥାତ୍ ଯେଉଁ ଆପଣମାନଙ୍କର ଏପ୍ରିଲ 1ରୁ 30 ପର୍ଯ୍ୟନ୍ତ ଆପଣମାନଙ୍କର ନୂଆ ଆବେଦନ ଚାଲିଥିଲା ସେଥିରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଏଥିରେ ସାମିଲ କରାଯିବ ନାହିଁ। କାରଣ ବହୁତ ଜଣଙ୍କର କମେଣ୍ଟ ଥିଲା ଯେ ଆମେ ନୂଆ ଆବେଦନ କରୁଛୁ, ଏଥର ଆମକୁ ଟଙ୍କା ମିଳିବ କି ନାହିଁ। ଦେଖନ୍ତୁ ଏହି ଟଙ୍କା କେଉଁମାନଙ୍କୁ ମିଳିବ ନା ଯେଉଁମାନେ ଚତୁର୍ଥ କିସ୍ତିରେ ଟଙ୍କା ପାଇନଥିଲେ। ଅର୍ଥାତ୍ ଆପଣମାନେ ଜାଣିଥିବେ ଚତୁର୍ଥ କିସ୍ତିରେ ଯେତେବେଳେ ଟଙ୍କା ଆସିଲା ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ଯେ 1 କୋଟିରୁ ଅଧିକ ଲୋକଙ୍କୁ ଟଙ୍କା ଦିଆଯାଇଛି। ସେ ସମୟରେ ମଧ୍ୟ ବହୁତ ଜଣ ହିତାଧିକାରୀଙ୍କ ଟଙ୍କା ଆସିନଥିଲା ଏବଂ ଆପଣମାନଙ୍କୁ ସେ ସମୟରେ କହିଥିଲି ଯେ ସୁଭଦ୍ରା ଯୋଜନାର ଆରମ୍ଭ ହେଲା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି କିସ୍ତିରେ ଆପଣମାନଙ୍କର ସମସ୍ତ ହିତାଧିକାରୀଙ୍କୁ ଟଙ୍କା ଦିଆଯାଏ ନାହିଁ। ପୂର୍ବରୁ ଗାଇଡଲାଇନ ହିସାବରେ ଯଦି ଆମେ ଦେଖିବା ଦୁଇଟି ଦିନ ଯାହାକି ସରକାରଙ୍କ ତରଫରୁ ଫିକ୍ସ କରାଯାଇଥିଲା। ପ୍ରଥମେ ଗୋଟେ କୁହାଯାଇଥିଲା ଯେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ 8 ତାରିଖରେ ଆପଣମାନଙ୍କର ଗୋଟିଏ କିସ୍ତି ଦିଆଯିବ ଏବଂ 2 ନମ୍ବର କିସ୍ତି ଆପଣମାନଙ୍କୁ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। କିନ୍ତୁ ଯଦି ଆମେ ଦେଖିବା 2026 ମସିହାରେ ସରକାରଙ୍କ ତରଫରୁ ଜାନୁଆରୀ ମାସରେ ଗୋଟେ ପେମେଣ୍ଟ ଦିଆଗଲା, ସେଥିରେ କିଛି ହିତାଧିକାରୀ ବାଦ ରହିଥିଲେ ଯେଉଁମାନେ କି ପାଇଲେ। ତାପରେ ମାର୍ଚ୍ଚ ମାସରେ କିଛି ପେମେଣ୍ଟ ଦିଆଗଲା, ପୁଣି ମେ 4 ତାରିଖକୁ ଆଉ ଗୋଟେ କିଛି ପେମେଣ୍ଟ ଦିଆଯିବା ପାଇଁ ଘୋଷଣା କରାଯାଇଛି। ତ ଏଥିରେ କୋଉମାନଙ୍କୁ ଟଙ୍କା ମିଳିବ ତାହା କ୍ଲିୟରଲି ମେନସନ କରାଯାଇନାହିଁ। କେବଳ ଟ୍ୱିଟରରେ ସେ ଗୋଟେ ଟ୍ୱିଟ କରିଦେଇଛନ୍ତି ଯେ ଯେଉଁମାନେ ବାକି ଥିଲେ ସେମାନଙ୍କୁ ଯାହାକି ଟଙ୍କା ମିଳିବ। ତ କୋଉମାନେ ବାକି ଥିଲେ ସେ ବିଷୟରେ ମୁଁ ଆପଣମାନଙ୍କୁ କହୁଛି ଯେ ବହୁତ ଜଣଙ୍କର କମେଣ୍ଟ ଥିଲା ଯେ ଆମର ରିଜେକ୍ଟ ହେଇଯାଇଛି, ଆମକୁ ଟଙ୍କା ମିଳିବ କି ନାହିଁ। ଦେଖନ୍ତୁ ଯେଉଁମାନଙ୍କର ରିଜେକ୍ଟ ହେଇଛି ଆପଣମାନେ ଗ୍ରିଭେନ୍ସ ଦେଇଛନ୍ତି, ଗ୍ରିଭେନ୍ସ ଦେଲା ପରେ ମଧ୍ୟ ଆସନ୍ତାକାଲି ଆପଣମାନଙ୍କୁ ଟଙ୍କା ମିଳିବ ନାହିଁ। କାରଣ ଗ୍ରିଭେନ୍ସ ଯେଉଁ ଦେଇଛନ୍ତି ସେ ଗ୍ରିଭେନ୍ସ ଭେରିଫାଏ ନ ହେବା ପର୍ଯ୍ୟନ୍ତ ଆପଣମାନଙ୍କୁ ଟଙ୍କା ପ୍ରଦାନ କରାଯିବ ନାହିଁ। ତେଣୁ ଆପଣମାନେ ଯେଉଁମାନେ ବି କମେଣ୍ଟ କରୁଛନ୍ତି ଯେ ଆମର ବିନା ବିନା କାରଣରୁ ରିଜେକ୍ଟ କରିଦିଆଯାଇଛି, ତ ସେଇଭଳି ହିତାଧିକାରୀମାନେ ଯେଉଁମାନେ ଗ୍ରିଭେନ୍ସ ଦେଇଛନ୍ତି ତାଙ୍କର ଗ୍ରିଭେନ୍ସ ଯଦି ବର୍ତ୍ତମାନ ସୁଦ୍ଧା ଭେରିଫାଏ ହେଇନାହିଁ ତାହେଲେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବନି। ତ ବାକି ରହିଲା କୋଉମାନଙ୍କୁ ମିଳିବ, ଯଦି ଆପଣମାନେ ଷ୍ଟାଟସ ଚେକ୍ କଲା ପରେ ବର୍ତ୍ତମାନ ଆପଣମାନଙ୍କର ଅଣ୍ଡର ପ୍ରୋସେସ ଶୋ କରୁଛି। ମନେ ରଖନ୍ତୁ ଯଦି ଆପଣମାନଙ୍କର ଗୋଟିଏ କିସ୍ତି ଅଣ୍ଡର ପ୍ରୋସେସ ଶୋ କରୁଛି, ପୂର୍ବରୁ ଆପଣମାନେ ଟଙ୍କା ପାଇଥିଲେ କିନ୍ତୁ ଯେଉଁ ମାର୍ଚ୍ଚ 4 ତାରିଖରେ ପେମେଣ୍ଟ ମିଳିଲା ସେଥିରେ ଯଦି ଆପଣମାନଙ୍କର ଅଣ୍ଡର ପ୍ରୋସେସ ଶୋ କରୁଛି ତାହେଲେ ଯାଇ ଆପଣମାନଙ୍କୁ ଟଙ୍କା ମିଳିବ, ଏଇଟା ମନେ ରଖନ୍ତୁ। କିନ୍ତୁ ରିଜେକ୍ଟ ଯେଉଁମାନଙ୍କର ହେଇଛି ଆପଣମାନେ ଗ୍ରିଭେନ୍ସ ଯେଉଁ ଦେଇଥିଲେ ଗ୍ରିଭେନ୍ସର ଷ୍ଟାଟସ ଚେକ୍ କଲା ପରେ ଯଦି ଆପଣମାନଙ୍କୁ ଏମିତି ଶୋ କରୁଥିବ, ଏଇଠି ଆପଣମାନେ ଗୋଟେ ଦେଖିପାରୁଥିବେ ଜଣେ ହିତାଧିକାରୀଙ୍କର ଯୋଉଟାକି ଗ୍ରିଭେନ୍ସ ଦିଆଯାଇଥିଲା, ଗ୍ରିଭେନ୍ସ ଦେଲା ପରେ ବର୍ତ୍ତମାନ ତାଙ୍କର ରେକମେଣ୍ଡେଡ କ'ଣ କରାଯାଇଛି ନା ବିଡିଓ ତାଙ୍କର ରେକମେଣ୍ଡ କରିଛନ୍ତି ଏବଂ ଯୋଉଟାକି 4 ଏପ୍ରିଲରେ ତାଙ୍କ ରେକମେଣ୍ଡେସନ ହେଇଛି ଏବଂ ସେ ଏଲିଜିବୁଲ ବୋଲି ଘୋଷଣା ହେଇଛନ୍ତି। ତେଣୁ ଆପଣମାନେ ନିଜ ନିଜର ଷ୍ଟାଟସ ଚେକ୍ କଲା ପରେ ଯଦି ଏଠି ଆପଣମାନଙ୍କର ଏଲିଜିବୁଲ ଶୋ କରୁଛି, ରେକମେଣ୍ଡ କରାଯାଇଛି, ତାହେଲେ ଆପଣମାନେ ଆସନ୍ତାକାଲି ଟଙ୍କା ପାଇବେ। ଏବଂ ଯେଉଁମାନଙ୍କର ଏଇଭଳି ରିଜେକ୍ଟ ହେଇଛି, ବହୁତ ଜଣ ରିଜେକ୍ଟ ହେଇଛି ମୋତେ ମଧ୍ୟ ସ୍କ୍ରିନଶଟ ଗୁଡ଼ିକ ସେୟାର କରୁଛନ୍ତି। ଦେଖନ୍ତୁ ଆପଣମାନଙ୍କର ଯଦି ଏଇଟା ରିଜେକ୍ଟ ହେଇଛି, ଫାର୍ଷ୍ଟ 3ଟି ପେମେଣ୍ଟ ଆପଣମାନେ ପାଇଥିଲେ
କିନ୍ତୁ ବର୍ତ୍ତମାନ ଆପଣମାନଙ୍କର 4th ପେମେଣ୍ଟଟି ରିଜେକ୍ଟ କରିଦିଆଯାଇଛି, ତାହେଲେ ଆପଣମାନଙ୍କୁ ଏଠି ଯାହାକି ଟଙ୍କା ମିଳିବ ନାହିଁ। ତେଣୁ ଯୋଉମାନଙ୍କର ଏଇ କ୍ଷେତ୍ରରେ ଅଣ୍ଡର ପ୍ରୋସେସ୍ ଦେଖାଉଛି, ଅର୍ଥାତ୍ ପ୍ରଥମ ଆପଣମାନେ 3ଟା ପାଇଛନ୍ତି ବା 2ଟି ପାଇଛନ୍ତି ଏବଂ ଥାର୍ଡ ଆପଣମାନଙ୍କର 4th ପେମେଣ୍ଟଟି ଅଣ୍ଡର ପ୍ରୋସେସ୍ ଅଛି, ସେଟା ଆପଣମାନଙ୍କର ନନ୍ ଏନ୍ଏଫ୍ଏସ୍ଏ ହଉ ବା ଏନ୍ଏଫ୍ଏସ୍ଏ ହଉ, ଯଦି ଅଣ୍ଡର ପ୍ରୋସେସ୍ ଅଛି ତାହେଲେ ଯାଇ ଆପଣମାନଙ୍କୁ ଟଙ୍କା ମିଳିବ। ନହେଲେ ଆପଣମାନେ ଟଙ୍କା ପାଇବେ ନାହିଁ। ଏଇଠି ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖେଇ ଦଉଛି, ଯଦି ଆପଣମାନେ ଷ୍ଟାଟସ୍ ଚେକ୍ କଲା ପରେ ଏମିତି ଆପଣମାନଙ୍କର ଫାର୍ଷ୍ଟ 3ଟା ଏପ୍ରୁଭ୍ ଦେଖଉଛି ଏବଂ 4ଟା ଆପଣମାନଙ୍କର ଅଣ୍ଡର ପ୍ରୋସେସ୍ ଦେଖଉଛି, ତାହେଲେ ଯାଇ ଆପଣମାନେ ଆସନ୍ତାକାଲି ଟଙ୍କା ପାଇବେ। ଏହା ସହିତ ଯଦି ଆପଣମାନଙ୍କର ବ୍ୟାଙ୍କରେ ଡିବିଟି ରିଲେଟେଡ୍ କିଛି ପ୍ରୋବ୍ଲେମ୍ ଥିଲା, ତାହେଲେ ଆପଣମାନଙ୍କର ଯଦି ଟଙ୍କାଟି କ୍ରେଡିଟ୍ ହେଇନଥିଲା, ତ ସେ କ୍ଷେତ୍ରରେ ମଧ୍ୟ କିଛି ହିତାଧିକାରୀଙ୍କୁ ଡିବିଟି ମୋଡ୍‌ରେ ଟଙ୍କା ଯୋଉଟାକି ଆସିବ ଏବଂ ବହୁତ କମ୍ ସଂଖ୍ୟକ ମାତ୍ର 1,23,849 ଜଣ ହିତାଧିକାରୀ ଆସନ୍ତାକାଲି ଟଙ୍କା ପାଇବେ। ଯେହେତୁ ବିଭାଗ ତରଫରୁ ବର୍ତ୍ତମାନ ସୁଦ୍ଧା କିଛି ବି କ୍ଲାରିଫିକେସନ୍ ଦିଆଯାଇ ନାହିଁ, ତେଣୁ ଆପଣମାନେ ମନେ ରଖନ୍ତୁ କେବଳ ଅଣ୍ଡର ପ୍ରୋସେସ୍ ଯୋଉମାନଙ୍କର ଅଛି, ସେଇମାନଙ୍କର ଟଙ୍କା ଆସିବ ଏବଂ ଯଦି ଆପଣମାନଙ୍କ ରିଜେକ୍ଟ ହେଇଥିଲା ଗ୍ରିଭେନ୍ସ ଦେଇଛନ୍ତି, ଗ୍ରିଭେନ୍ସ ଯଦି ଏପ୍ରୁଭାଲ ହେଲା ପରେ ଏଲିଜିବୁଲ ବୋଲି ଶୋ କରୁଛି, ତାହେଲେ ଆପଣମାନେ ଯାଇକି ଟଙ୍କା ପାଇପାରିବେ। ଏବଂ ବର୍ତ୍ତମାନ ସୁଦ୍ଧା ଯୋଉମାନଙ୍କ ରିଜେକ୍ଟ ଅଛି ସେମାନେ ଗ୍ରିଭେନ୍ସ ଦେଇନାହାନ୍ତି, ଆପଣମାନେ ଚାହିଁଲେ ଗ୍ରିଭେନ୍ସ ଦେଇପାରିବେ। ତାର ଆପ୍ଲିକେସନ୍ କେମିତି ଆପଣମାନେ ଦେବେ, ଯୋଉଟାକି ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍‌ରେ ଭିଡିଓ ଲଗେଇଦେବି। ସେ ଭିଡିଓ ଦେଖି ଆପଣମାନେ କମ୍ପ୍ଲେନ୍ ଦେଇପାରିବେ। ତେଣୁ ଏହା ଥିଲା ଆପଣମାନଙ୍କର କମେଣ୍ଟର ସମ୍ପୂର୍ଣ୍ଣ ଉତ୍ତର। ଆଶା କରୁଛି ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ ଜଣାପଡ଼ିଥିବ। ତେଣୁ ସୁଭଦ୍ରା ଯୋଜନାରେ ଆପଣମାନଙ୍କର ଆସନ୍ତାକାଲି ସେହି ହିତାଧିକାରୀମାନଙ୍କୁ ଟଙ୍କା ମିଳିବ, ଯୋଉମାନଙ୍କର ରିଜେକ୍ଟ ହେଇନାହିଁ, ଅଣ୍ଡର ପ୍ରୋସେସ୍ ରହିଛି।